ଦେଖିବାକୁ ତ ଏଠାରେ ସମସ୍ତେ ମଣିଷ, କିନ୍ତୁ କିଛି ଲୋକ ଦୁଃଖ ଦିଅନ୍ତି ଓ କିଛି ଲୋକ ସାନ୍ତ୍ୱନା। ଯେତେବେଳେ ଆପଣ କମ୍ କହନ୍ତି ଓ ଅଧିକ ଶୁଣନ୍ତି, ସେତେବେଳେ ଆପଣଙ୍କୁ ଲୋକ ଅଧିକ ପସନ୍ଦ କରିଥାନ୍ତି। ସମୟ ଓ ନିଜର କଥା ବହୁତ ଭାବି ଓ ଚିନ୍ତା କରି ବ୍ୟବହାର କର, କାରଣ ନା ଏମାନେ ଫେରନ୍ତି ନା ଦ୍ୱିତୀୟ ଥର ସୁଯୋଗ ଦିଅନ୍ତି। ଏହିପରି ଲୋକଙ୍କଠାରୁ ସତର୍କ ରହିବେ, ଯେଉଁମାନେ ଆପଣଙ୍କ ଆଗରେ ଆପଣଙ୍କ ସାଥିରେ ଅଛନ୍ତି ଓ ପଛରେ ଆପଣଙ୍କ ବିରୋଧରେ। କେବେ କେବେ ବୁଝି ହୁଏ ନାହିଁ, ଭଲ ଲୋକଙ୍କ ସହିତ ଭାଗ୍ୟ କାହିଁକି ଏତେ କଠୋର ହୋଇଥାଏ। କେତେ ଆଶ୍ଚର୍ଯ୍ୟର କଥା, ଯେତେବେଳେ ବିଶ୍ୱାସର କଥା ଆସେ, ଆମେ ମଣିଷମାନେ କୁକୁରମାନଙ୍କ ଉଦାହରଣ ଦେଇଥାଉଁ। କଲରା ପରି ପିତା ଲୋକ ମଧ୍ୟ ବିପଦ ସମୟରେ କାମରେ ଆସନ୍ତି ଓ ଚିନି ପରି ମିଠା ଲୋକ ମଧ୍ୟ ସମୟ ଆସିଲେ ବିପଦରେ ପକାଇ ଦିଅନ୍ତି। ଯେଉଁମାନଙ୍କୁ ଆପଣଙ୍କ ଦୁଃଖରେ କିଛି ଯାଏ ଆସେ ନାହିଁ, ସେମାନଙ୍କୁ ଅଭିଯୋଗ କରିବା ଆପଣଙ୍କର ମୂର୍ଖାମି ଅଟେ। ଚୁପ୍ ରହିବା ସବୁଠାରୁ ଭଲ ଉତ୍ତର ଅଟେ ସେହି ଲୋକ ପାଇଁ, ଯିଏ ଆପଣଙ୍କ କହିବା କଥାକୁ ବୁଝିପାରିନଥାଏ। ଜୀବନରେ ନିଜକୁ ଶକ୍ତିଶାଳୀ କର, ଅନ୍ୟ ଲୋକଙ୍କ ଭରସାରେ ରହିବା ଆପଣଙ୍କୁ ଦୁର୍ବଳ କରିଦେବ। ଆଜିର ଭିଡ଼ିଓଟି କିପରି ଲାଗିଲା କମେଣ୍ଟ କରନ୍ତୁ। ଭଲ ଲାଗିଥିଲେ ଲାଇକ୍ ସେୟାର କରନ୍ତୁ। ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରି ବେଲ୍ ଘଣ୍ଟିକୁ ଅଲ୍ କରନ୍ତୁ। ପୁଣି ଦେଖା ହେବ ଆଉ ଏକ ଭିଡ଼ିଓ ସହିତ। ଧନ୍ୟବାଦ।